परम प्रेममय परम दयाल श्री श्री ठाकुर अनुकूल चंद्रଙ୍କ ଶ୍ରୀଚରଣରେ ମୋର ଶତ ସହସ୍ର କୋଟି ପ୍ରଣାମ। परम आराध्या जगज्जननी बड़माଙ୍କ ଶ୍ରୀଚରଣରେ ମୋର ପ୍ରଣାମ। परम ପୂଜ୍ୟପାଦ ବଡ଼ଦାଙ୍କ ଶ୍ରୀଚରଣରେ ମୋର ପ୍ରଣାମ। ପୂଜ୍ୟପାଦ ଆଚାର୍ଯ୍ୟ ଦେବଙ୍କ ଶ୍ରୀଚରଣରେ ମୋର ପ୍ରଣାମ। ମୋର ଏହି ଭିଡ଼ିଓ ଦେଖୁଥିବା ଅଗଣିତ ଇଷ୍ଟପ୍ରାଣ ଗୁରୁଭାଇ ଗୁରୁମାମାନଙ୍କୁ ମୋର ଅନ୍ତରରୁ ଶ୍ରଦ୍ଧାପୂର୍ବକ ଜୟ ଗୁରୁ। ମୋର ଏହି ଚ୍ୟାନେଲରେ ମୁଁ ସମସ୍ତଙ୍କୁ ଶ୍ରଦ୍ଧାର ସହ ସ୍ୱାଗତ ଜଣାଉଛି। ଆସନ୍ତୁ ଶୁଣିବା ଆଜିର ପ୍ରସଙ୍ଗଟି। ଆଜିର ପ୍ରସଙ୍ଗଟି ହେଉଛି ଇଷ୍ଟଭୂତିରେ ବ୍ୟକ୍ତିତ୍ୱର ପରୀକ୍ଷା। ଶ୍ରୀ ଶ୍ରୀ ଅନୁକୂଳ ଠାକୁର ଅନୁକୂଳ ଚନ୍ଦ୍ର ଯେଉଁମାନେ ପବିତ୍ର ଆଗ୍ରହ ସହିତ ନିଖୁଣ ଆବେଗ ନେଇ ଦୈନନ୍ଦିନ ଇଷ୍ଟଭୂତି ଶ୍ରେୟଭରଣ ବା ପୂତ ଅର୍ଘ୍ୟ ନିବେଦନ କରନ୍ତି, ନିରନ୍ତର ସମ୍ଭୋଗରେ ସେମାନଙ୍କ ମଧ୍ୟରେ କେହି ଯଦି ବାହ୍ୟତଃ ଖରାପ ବି ବିବେଚିତ ହୁଅନ୍ତି, ବୁଝିବାକୁ ହେବ ସେମାନଙ୍କ ଶବ୍ଦ ପ୍ରଚେଷ୍ଟା ଆବେଗମୟ। ଅନ୍ତରରେ ସେମାନେ ସତ୍ ଲୋକ ହିଁ। ପୁଣି ଯେଉଁମାନେ ଇଷ୍ଟଭୂତି କରନ୍ତି କିନ୍ତୁ ଟିକିଏ ଅସୁବିଧା ହେଲେ ହିଁ ଛାଡ଼ି ଦିଅନ୍ତି, ପୁଣି ଧରନ୍ତି ପୁଣି କରନ୍ତି, ସେମାନେ ସାଧାରଣତଃ ଅବ୍ୟବସ୍ତୁ। ବ୍ୟକ୍ତିତ୍ୱ ବି ସେମାନଙ୍କର ଦୋଦୁଲ୍ୟମାନ। କିନ୍ତୁ ଯେଉଁମାନେ ବୁଝନ୍ତି, ଆଗ୍ରହଶୀଳ ହୋଇ ଇଷ୍ଟଭୂତି ଶ୍ରେୟଭରଣର ସିଦ୍ଧାନ୍ତ ଗ୍ରହଣ କରି ମଧ୍ୟ ତାହା କରନ୍ତି ନାହିଁ, କୁହନ୍ତି ନ କରି ତ ଭଲ ହିଁ ଅଛି, କରିବି ବା କାହିଁକି? ସେମାନେ ଯେତେ ହିଁ ଜମକାଇବା ମଣିଷ ହୁଅନ୍ତୁ ନା କାହିଁକି, ପ୍ରବୃତ୍ତି ହିଁ ସେମାନଙ୍କର ପ୍ରଭୁ। ଅସତ୍ ଦୀପନାରେ ଅଭିଭୂତ ସେମାନେ। ପ୍ରବୃତ୍ତି ନନ୍ଦନା ହିଁ ଭଲ ଲାଗେ ସେମାନଙ୍କର। ଲୋକ ହିସାବରେ ବି ସେମାନେ ଶୁଭା ପ୍ରୟାସୀ ନୁହନ୍ତି। ପୁଣି ସୁସିଦ୍ଧାନ୍ତ ଯେଉଁମାନଙ୍କର ଅତୁଟ ହୋଇ ଠିଆ ହୁଏ, ଯେପରି ହେଉ ବ୍ୟତିକ୍ରମ ଆଣିପାରେନା କେହି ବା କିଛି। ଜୀବନ ଦଣ୍ଡ ସେମାନଙ୍କର ଶକ୍ତ। ସେମାନଙ୍କର ଅବଲମ୍ବନ ମଧ୍ୟ ଦୃଢ଼। ନାନା ଝଞ୍ଝଟ ମଧ୍ୟରେ ବି ଶୁଭ ଅଦୂରରେ ହିଁ ସେମାନଙ୍କ ପାଇଁ ଅପେକ୍ଷା କରେ। କିଏ ଦୋଷପ୍ରତୁଳ, କିଏ ଗୁଣପ୍ରଚୁର, କିଏ ଅବ୍ୟବସ୍ତୁ, ତାହାର ତୁଟକା ପରଖ ହିଁ ଏହିଠାରେ। ଆଜିର ପ୍ରସଙ୍ଗଟି ଆପଣମାନଙ୍କୁ କିପରି ଲାଗିଲା? ଭଲ ଲାଗିଥିଲେ ଲାଇକ୍ ସେୟାର କରିବାକୁ ଜମାରୁ ବି ଭୁଲିବେନି। ଆଉ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। କମେଣ୍ଟରେ ଲେଖିଦେବେ ଜୟ ଗୁରୁ। ଆଜି ପାଇଁ ଏତିକି। ଜୟ ଗୁରୁ।